ବେଙ୍ଗ ପୋଖରୀ ଭିତରକୁ ଗଭୀର ଭାବରେ ବୁଡ଼ିଗଲା ଏବଂ କିଛି ସେକେଣ୍ଡ ମଧ୍ୟରେ ସୁନା ବଲ୍ ସହିତ ଫେରିଆସିଲା। ରାଜକୁମାରୀ ତାକୁ ଅଶେଷ ଧନ୍ୟବାଦ ଜଣାଇ ନିଜ ପ୍ରସାଦ ଆଡ଼କୁ ଚାଲିବାକୁ ଲାଗିଲେ। ଅପେକ୍ଷା କର ରାଜକୁମାରୀ, ଅପେକ୍ଷା କର। ବେଙ୍ଗ ତାଙ୍କୁ ଅଟକାଇଲା। ସେ ଦାବି କରି କହିଲା, ମୁଁ ତୁମ ସହିତ ଆସିବାକୁ ପଡ଼ିବ। କ'ଣ? ନା, ଆଦୌ ନୁହେଁ। ରାଜକୁମାରୀ ତାଙ୍କ ସୁବର୍ଣ୍ଣ ବଲ୍ ସହିତ ନିଜ ରାଜପ୍ରାସାଦ ଭିତରକୁ ଦୌଡ଼ିଗଲେ। କିଛି ମିନିଟ୍ ମଧ୍ୟରେ ବେଙ୍ଗ ବିରାଟ ପ୍ରାସାଦର କବାଟ ବାଡ଼େଇଲା। ଯେତେବେଳେ ଦ୍ୱାରପାଳ କବାଟ ଖୋଲିଲେ, ବେଙ୍ଗ ସବୁକିଛି ବୁଝାଇବାକୁ ଲାଗିଲା। ଯାଉଥିବା ରାଜା ବେଙ୍ଗର କଥା ଶୁଣି ରାଜକୁମାରୀଙ୍କୁ ତାଙ୍କ ପ୍ରତିଜ୍ଞା ପାଳନ କରିବାକୁ ଦାବି କଲେ। ତାପରେ ରାଜକୁମାରୀ ତାଙ୍କ ପାଖରେ ଥିବା ବେଙ୍ଗକୁ ରାତ୍ରି ଭୋଜନ ଟେବୁଲରେ ବସିବାକୁ ଥାଳିରୁ ଖାଇବାକୁ ଦେଲେ। ବେଙ୍ଗର ପାନୀୟକୁ ଉପଭୋଗ କରିବା ପାଇଁ ସେ ଏକ ସ୍ୱତନ୍ତ୍ର ଗ୍ଲାସ୍ ମାଗିଥିଲେ। ରାଜକୁମାରୀ ବେଙ୍ଗ ଉପରେ ରାଗିଥିଲେ, କିନ୍ତୁ ତାଙ୍କ ପିତା ରାଜାଙ୍କୁ ଅବମାନନା କରିପାରିନଥିଲେ। ରାତିରେ ବେଙ୍ଗ ରାଜକୁମାରୀଙ୍କ ସହ ତାଙ୍କ କୋଠରୀକୁ ଅନୁସରଣ କଲା। ସେ କୋଠରୀ ଭିତରକୁ ପ୍ରବେଶ କରି ସିଧା ତାଙ୍କ ବିଛଣା ଉପରେ ଚଢ଼ିଗଲା। ତାଙ୍କ ତକିଆ ଉପରେ ଆରାମରେ ବିଶ୍ରାମ କଲା। ତୁମେ ଏହା କିପରି କରିପାରିବ? କହିଲେ ରାଜକୁମାରୀ ଏବଂ ବେଙ୍ଗକୁ ତକିଆର ଭୂମିରେ ଫିଙ୍ଗିଦେଲେ।